ଭାଇ ନାହିଁ କି? କିରେ ଝୋଟ କଙ୍ଗାରୁ ପାଖରେ ତୋର କି କାମ ଅଛି କିରେ? ଆଲୋ ଖୁଡ଼ି, କଙ୍ଗାରୁ ନାଁକୁ ସାଙ୍ଗରେ ନେଇ ମୁଁ ଟିକେ ବାହାରକୁ ଯିବି ତ, ସେଇଥିପାଇଁ ଖୋଜୁଥିଲି। କୁଆଡେ ନେଇକି ଯିବୁ ରେ? ନ କହିଲେ ଛାଡିବିନି। ଦେଖୁନୁ ଆଜିକାଲି ସାଙ୍ଗସାଥି ମାନେ ଡାକିକି ନେଇକି ମାରି ଦଉଛନ୍ତି। ଆଲୋ ବୋପାଲୋ, ମୋର ଗୋଟିଏ ବୋଲି ପୁଅ, ତୁ ଯଦି ଡାକିକି ନେଇଯାଇକି ତାକୁ। ଥାଉଲ ଖୁଡ଼ି, ଆଉ ଆଗକୁ କହନା, ମତେ ଖରାପ ଲାଗୁଛି। ସବୁ ଲୋକ ସମାନ ନୁହନ୍ତି ଲୋ ଖୁଡ଼ି, ତୁ କ'ଣ ମତେ ଜାଣିନୁ କି? ଜାଣିଛି ଯେ, ହେଲେ ବେଳ କାଳ ଉପରେ ମୋର ଭରସା ନାହିଁ ରେ। ତଳ ଦିନେ ସିଏ ତ ଟଙ୍କା ଚୋରି କରିଥିଲା, ଆଜି ଯଦି ତୁ ତା ଜୀବନ ନେଇଯିବୁ ତାହେଲେ କ'ଣ ହବ? ଛି ଛି ଲୋ ଖୁଡ଼ି, ଏତେ ବଡ଼ କଥା କହନା ଲୋ। କଙ୍ଗାରୁ ମୋ ଗାଁ ଭାଇ, ସିଏ ଯଦି ଡବାଟରେ ଗଲା ତାକୁ ବାଟକୁ ଆଣିବା ଆମ କାମ। ସିଏ ଅଧିକ ବିଗିଡ଼ି ଯାଉ ଏକଥା ମୁଁ କେବେ ଚାହିଁବିନି ଲୋ। ସେମିତି କଲେ ମତେ ଲାଭ କ'ଣ ମିଳିବ? ଦାଦା ଏଠି ଆହୁରି ବସିଛ କି? ଆସୁନ, ଡେରି ହେଲାଣି। କିରେ କୁଆଡେ ଯିବ କି? ଜେଜି, ଆମେ ସମସ୍ତେ ବଣଭୋଜି କରିବା ପାଇଁ ଯିବୁ। ଆରେ ତୁ ଯାଉଛୁ ଟି? ହଁ ବା, ମୁଁ ମଧ୍ୟ ଯାଉଛି। ତୋ ବାପା ଜାଣିଛି ଟି ରେ ଏ କଥା? ବଣଭୋଜି ପାଇଁ ବାପା ଛାଡ଼ି ନଥାନ୍ତେ ଜେଜି, ସେଥିପାଇଁ ବୋଉର ପରମିଶନ ନେଇ ଆସିଛି। ଆରେ ପର ମେସିନ ଟା କ'ଣ କିରେ? ସେ ମେସିନ କ'ଣ ଭୋଜି ରାନ୍ଧି ପାରିବ? ସେଇଟା ପର ମେସିନ ନୁହେଁ ବା ଜେଜି, ତାକୁ ପରମିଶନ କୁହାଯାଏ। ପରମିଶନ ଅର୍ଥ ଅନୁମତି ନେବା। ଓହୋ, ଏମନ୍ତ କଥା। ହଁ, କଙ୍ଗାରୁ ଦାଦା କୁଆଡେ ଗଲେ କି? ଆରେ ହେ, ତୁ ଯାଉଛୁ ଯଦି ମୋର ଆଉ କିଛି ଆପତ୍ତି ନାହିଁ। ମୁଁ କଙ୍ଗାରୁକୁ ଡାକି ଦଉଛି। ଆରେ ହେ, ଚାନ୍ଦା ବେଦା ପକେଇନ କିରେ? ପଡ଼ିଛି ଜେଜି। ବଗୁଲା, କଙ୍ଗାରୁ ଭାଗକୁ କେତେ ଚାନ୍ଦା ପଡିଛି ରେ? ଆଜି ତାଙ୍କୁ ଚାନ୍ଦା ଦେବା ପାଇଁ ପଡ଼ିବନି ବା, ଆମେ ସବୁ ଦବୁ, ସିଏ ଖାଇବେ। କୋଉ ଖୁସିରେ ବା? ନାଇଁ ବା, ସେମିତି କିଛି କାରଣ ନାହିଁ। ଡେରି ହଉଛି, କଙ୍ଗାରୁ ଦାଦାକୁ ଡାକି ଦଉନ। କଙ୍ଗାରୁ, ଏ କଙ୍ଗାରୁ, କୁଆଡେ ଗଲୁ ରେ? ଆସୁନୁ, ସେମାନେ ପରା ଜଗିଛନ୍ତି। ମାଇବା ପାଖକୁ ଗଲେ ସେଠି କ'ଣ ଫେବିକଲ ଅଠା ଭଳିଆ ଲାଖି ଯାଉଛୁ, ସେଇଥିପାଇଁ ତାର ମୁହଁ ମଡ଼ିଆ ହଉଛି ନା। କ'ଣ କହିଲୁ କି ଲୋ ଖୁଡ଼ି? ନାଇଁ ରେ, କିଛି କହିନି। ତମେ ଦୁଇ ଜଣ ବସିଥା, ମୁଁ ଭିତରକୁ ଯାଇ କଙ୍ଗାରୁକୁ ଡାକି ଦଉଛି। ତୁ ଆସିକି ଭଲ କଲୁ ରେ ବଗୁଲା। କାଳି ଖୁଡ଼ି ପ୍ରଶ୍ନ ପଚାରି ପଚାରି ମୋ ମୁଣ୍ଡ ଖରାପ କରିଦେଲାଣି। ତୁ ନ ଆସିଥିଲେ ସିଏ ଜମା ମୋ ପ୍ରସ୍ତାବରେ ରାଜି ହେଇନଥାନ୍ତା। ପୁଅ ଦୋଷ କରିଛନ୍ତି ତ, ମାଆକୁ ପାପ ଛୁଉଁଛି, ଏଥିରେ ତମର ଭୁଲ କ'ଣ? ଇରେ ଝୋଟ, ଏ ଅବେଳାରେ ତମେ ଦି ଜଣ କ'ଣ ଏଠିରେ? କହୁନୁ ରେ ବଗୁଲା। ନାଇଁ କହୁନ। ନାଇଁ, ତୁ କହୁନୁ। ତମେ। ହେ, କେହି ତ ଜଣେ କହ। ଭାଇ, ବଣଭୋଜି କଥା ତ ତତେ କହିଥିଲି, ସେଇଥିପାଇଁ ଆମେ ଦି ଜଣ ତତେ ଡାକିବାକୁ ଆସିଛୁ। ଆରେ ଆଉ କିଏ କିଏ ଯିବ କି? ମୁଁ, ବଗୁଲା, ଚିଣ୍ଟୁ, ଗୁଲୁଆ, ସିଲୁ ଆଉ ତମେ। ଆରେ ହେ, ନାଇଁ ନାଇଁ, ମୋ ପାଖେ ବଣଭୋଜି ପାଇଁ ସମୟ ନାହିଁ। ନାଇଁ ମୋ ଦାଦା, ମିଶିକି ଗଲେ ଭଲ ଲାଗିବ, ତମେ ମନା କରନି। ହଉ ତାହେଲେ ମୁଁ ରେଡ଼ି। ହେଲେ ମୋ ଭାଗକୁ ଚାନ୍ଦା କେତେ ପକେଇଛ କି? ଏଥର ତମକୁ ଚାନ୍ଦା ଦେବାକୁ ପଡ଼ିବନି ଦାଦା, ଆମେ ଦବୁ ଆଉ ତମେ ଖାଇବ। କାହିଁକି କିରେ? ସେମିତି ହେଲେ ମୁଁ ଯିବିନି। ହଉ ହଉ, ଠିକ ଅଛି, ତମେ କେତେ ଦବ କହୁନ? ଆମେ ଯେତେଟା ଗାଡ଼ି ନବା, ଯାହା ପେଟ୍ରୋଲ ଲାଗିବ ମୁଁ ପକେଇବି। ଓକେ ଦାଦା, ଆସ ଏବେ ବାହାରିବା। ଆରେ ରହ, ଭୋଜିରେ ଆଇଟମ କ'ଣ କରୁଛ କି? ଅଣ୍ଡା ଝୋଳ, ମୁଢ଼ି ଘାଣ୍ଟ ଆଉ ଭାତ। ଆସିବା ବେଳେ ମୋ ପାଇଁ ମୁଢ଼ି ଘାଣ୍ଟ ଟିକେ ପଠେଇବୁ ରେ ଛୋଟ। ବୋଉ, ତୋର ଏ ଲୋଭ କରିବା ଗୁଣଟା ମୋ ପାଖକୁ 100ରୁ ଛକଡ଼ି ପଳେଇ ଆସିଲ। ପିଲାମାନେ ଭୋଜି କରୁଛନ୍ତି, ଆଉ ତୁ କହୁଛୁ ମୁଢ଼ି ଘାଣ୍ଟ ଟିକେ ଆଣିବ। ଆରେ ଭାଇ, ରାଗୁଛ କାହିଁକି? ମୁଢ଼ି ଘାଣ୍ଟ ଖାଇବା ପାଇଁ ଖୁଡ଼ି ମନ କରିଛି, ବଳକା ହେଲେ ନେଇ ଆସିବା ଆଉ। ନାଇଁ ରେ ପୁଅ, ଥାଉ। ଦେଖୁଛୁ କଙ୍ଗାରୁ ରାଗିଲାଣି, ଆଉ ଚୋକ ଯଦି ଏକଥା ଜାଣିବ ନା ଘରେ ନିଆଁ ଲଗେଇଦବ। ହଉ ହଉ, ସେ କଥା କ'ଣ ହଉଛି ଦେଖିବା। ଆମେ ଏବେ ଆସୁଛୁ ଲୋ ଖୁଡ଼ି। ସୁବିଧାରେ ଯିବ, ସୁବିଧାରେ ଆସିବ। ରାତିକି ରହିବନି କି ମୋ କଙ୍ଗାରୁକୁ ପାଖରୁ କୁଆଡେ ଛାଡିବନି ରେ ଝୋଟ। ଜେଜି, ତମ ପୁଅ କ'ଣ ଛୋଟ ପିଲା ହେଇଛନ୍ତି ଯେ ବଣରେ ହଜିଯିବେ? ଆରେ ନାଇଁ, ଛୋଟ ପିଲା ନୁହଁ, ଚଗଲାଟା ସିଏ। ସେଥିପାଇଁ ସେ ଯୁଆଡେ ଗଲେ ମୋର ତା ପାଇଁ ଭାରି ଚିନ୍ତା। ତୁ ତା କଥା ଚିନ୍ତା କରନା ଲୋ ଖୁଡ଼ି, ଏ ଝୋଟ ଉପରେ ଭରସା ରଖେ। ମୁଁ ତାଙ୍କୁ ସୁବିଧାରେ ନେଇକି ସୁବିଧାରେ ଘରେ ଛାଡ଼ିବି। ଇଏ କ'ଣ ଏତେ ଚିକ୍କଣ କଥା କହୁଛି? ଦାଦା ହଠାତ୍ ଅନ୍ୟମନସ୍କ କ'ଣ ହୋଇଗଲ ଯେ? ଶୀଘ୍ର ବାହାରୁନ। ନାହିଁ, ଚାଲ, ମୁଁ ଆସୁଛି ଲୋ ବୋଉ, ଜୋକ ତତେ ଲାଗିଲା। ଆରେ ମାଇପକୁ ଛାଡି 10 ବର୍ଷ ପାଇଁ ବିଦେଶ ଗଲା ଭଳିଆ କ'ଣ କଥା କହୁଛୁ? ମୁଁ ଆସି ବୁଢୀ ହେଲିଣି, ସିଏ ମତେ ଲାଗିବ ନା ମୁଁ ତାକୁ ଲାଗିବି? ରାଗିଲୁ କି ବୋଉ? ଏମିତି କହିଦେଲି ନା, ଆଉ ରାଗେ ନା। ଭୋଜିରୁ ଫେରିଲେ ତୋ ପାଇଁ ମୁଢ଼ି ଘାଣ୍ଟ ଆଣିକି ଆସିବି ଲୋ। ମୁଁ ଏବେ ଆସୁଛି। ହଉ, ସୁବିଧାରେ ଯାଇକି ସୁବିଧାରେ ଆସିବୁ।
ବୁଝିଲୁ ଝୋଟ ଭାତ ଫୁଟିଲାଣି ରେ ମାଛ ଧୋଇବା ପାଇଁ ପିଲାଗୁଡ଼ା ଯାଇଛନ୍ତି ଯେ ଏପର୍ଯ୍ୟନ୍ତ ଫେରିଲେନି। ପର ପିଲା ମୁଁ ଦେଖେ ସେମାନେ କୁଆଡ଼େ ଗଲେ ତାଙ୍କୁ ସୁବିଧାରେ ନେଇ ଘରେ ଛାଡ଼ିବା ଆମ ଦାୟିତ୍ୱ। ତୁ ଗୋଟେ କାମ କରେ ଭାତ ହେଇଗଲେ ଗାଳିକି ଅଣ୍ଡା ସିଝାଟା ବସେଇ ଦେ, ମୁଁ ସେମାନଙ୍କୁ ଡାକିକି ଆଣୁଛି। ଭାଇ ତୁ ଏପଟ ଚିନ୍ତା କରନା, ମୁଁ ରୋଷେଇ ସମ୍ଭାଳି ନେବି, ତୁ ଯା। ବଲ୍ଟା ଠିକରେ ଧରେ ଗୁଲୁଆ। ହଁ ବା, ନହେଲେ ପଡ଼ିଯିବନି। ମୁଁ ଠିକ୍ରେ ଧରୁଛୁ। ଦେଖ ହେଡ଼ କଲି, ବୋପାଲ ପଡ଼ିଗଲା। ଏବେ କ'ଣ କରିବା? ବଲ୍ଟା ଭାସିଗଲା। ମୁଁ କହୁଛି ତତେ ଠିକରେ ଧରେ ବୋଲି, ମୋ କଥା ଶୁଣିଲୁନି। କିରେ ପିଲେ ଏଠି କ'ଣ କରୁଛ କିରେ? ଏ ଝରଣାରେ କେତେ ପାଣି, ଆଉ ତମେ ଦୁଇ ଜଣ ଏ ବିପଦ ଜାଗାରେ ଠିଆ ହେଇଛ କାହିଁକି? ମାଛ ଧୋଇଲଣି ନା ନାଇଁ ଯେ? ଦାଦା ଆମ ବଲ୍ଟା ପାଣିରେ ଭାସିଗଲା। ଭାସୁ, ଚାଲ ଆମେ ଯିବା। ନାଇଁ ନାଇଁ ଦାଦା, ମୋ ଫୁଟବଲଟା ଆଣିଦିଅ। ଆରେ ସେଇଟା ତ ଭାସିଗଲାଣି, ମୁଁ କେଉଁଠୁ ଆଣିବି? ତୁ ଆ ଗାଁକୁ ଗଲେ ମୁଁ ତତେ ଗୋଟେ ଫୁଟବଲ ଦେଇଦେବି। ସତ କହୁଛ? ହଁ କିରେ ଗୁଲୁଆ, ତୁ ସେପଟକୁ କେମିତି ଗଲୁ ରେ? ଡେଇଁକି ଆଉ କେମିତି ତୁ କ'ଣ ଶକ୍ତିମାନ ହେଇଗଲୁ କିରେ? ଦେଖିବ? ଦେଖ। ଆରେ ଏ ପିଲାମାନଙ୍କୁ ସାଙ୍ଗରେ ବଣଭୋଜି ପାଇଁ ନେଇକି ଆସିବାଟା ଭାରି ବିପଦ। କ'ଣ କହିଲ କି ଦାଦା? ନାଇଁ ଯେ, ଆରେ ମାଛ କ'ଣ କଲ କିରେ? ଦାଦା ମାଛକୁ ଆମେ ଲୋକମାନଙ୍କୁ ଦେଇ ଦେଇଛୁ। ହାଁ, କେଉଁ ଲୋକଙ୍କୁ ଦେଇଛ କିରେ? ଦାଦା ଆମେ ମାଛ ଧୋଇବାକୁ ଯାଇ ଦେଖିଲୁ କିଛି ଲୋକ ନଦୀ ସେପଟେ ବସି ମଦ ପିଉଥିଲେ। ହଠାତ୍ କ'ଣ ହେଲା କେଜାଣି ପରସ୍ପର ଭିତରେ ମାଡ଼ପିଟି ହେଲେ। କାରଣ ଥିଲା ମାଛ ବର୍ଷା। କିରେ ସତରେ କ'ଣ ମାଛ ବର୍ଷା ହଉଥିଲା ନା କ'ଣ? ନାଇଁ ମୋ ଦାଦା, ସେମାନଙ୍କୁ ନିଶା ହେଇଯାଇଥିଲା। ଜଣେ ଅନ୍ୟ ଜଣଙ୍କୁ କହୁଥିଲା ତୁ ମୋ ମାଛ କାହିଁ ନେଲୁ, ଅନ୍ୟ ଜଣେ ବି ସେଇ କଥା କହୁଥିଲା। ମାଡ଼ପିଟି ବନ୍ଦ ହେଉନଥିଲା, ସମସ୍ତେ ରକ୍ତାକ୍ତ ହେଇଯାଇଥିଲେ। ସୁତରାଂ ଆମେ ଗୁଲୁଆ ଆଉ ମୁଁ କଥାବାର୍ତ୍ତା ହୋଇ ସେମାନଙ୍କ ଉପରକୁ ମାଛ ଫୋପାଡ଼ିଲୁ। ମାଛ ଗୋଟେଇଲା ପରେ ଯାଇକି ସେମାନଙ୍କର କଳି ବନ୍ଦ ହେଲା। ହଉ ହଉ, ଭଲ କଲ ଯେ। ସେମାନେ ସେଠି ଏବେ ଅଛନ୍ତି ନା ପଳେଇଲେଣି ରେ? ଥିବେ ବୋଧେ ଆଉ। ଆରେ ମୋତେ ଟିକେ ସେଠିକି ନେଇଯିବ କି? କାହିଁକି? ତମେ ସେଠି କ'ଣ କରିବ? ସେମାନେ ଆହୁରି ମଦ ପିଉଥିବେ କିରେ? କେଜାଣି, କିଏ ଜାଣିଲା? ଗଲେ ଜଣା ପଡ଼ିବ ଆଉ। ହଉ ଚାଲ ଚାଲ। ଏ ବଗୁଲା, ଆଙ୍କର ମଦ ପିଇବାକୁ ଇଚ୍ଛା ହେଲାଣି ବୋଧେ। ୟାଙ୍କୁ ଏଠୁ ସିଧା ଝୋଟ ଦାଦାଙ୍କ ପାଖକୁ ନେଇଯିବାକୁ ପଡ଼ିବ ରେ। କେମିତି ନବାରେ? ଆରେ ତୁ ଗୋଟେ କ'ଣ ପ୍ଲାନ୍ କରୁନୁ? ହେ ହେ ଦାଦା, ସିଆଡ଼େ କୁଆଡ଼େ? ରାସ୍ତାଟା ଏପଟେ। ଜଇଁ ପୁଅ, ବଗୁଲା ବାପା ଆସି ଆମ ଘରେ ପହଞ୍ଚିଲେଣି। ବଗୁଲାକୁ ଖୋଜୁଥିଲେ ଆଉ ଭାରି ରାଗିଥିଲେ, ସେଥିପାଇଁ ସମନ୍ଧିଆଣି ମୋତେ ପଠେଇଛନ୍ତି। ବେଗି କାମ ସାରିକି ଫେରିବାକୁ କହିଛନ୍ତି। କିରେ ଝୋଟ ରୋଷେଇ ଖତମ ହେଲାଣି ନା ନାଇଁ ରେ? ହଁ ବା ଭାଇ, ରୋଷେଇ ଖତମ। ବଢ଼ାବଢ଼ି ବେଗି କରେ ରେ, ଖାଇକିରି ଘରକୁ ଫେରିବା। ଦାଦା ମୁଁ ନ ଖାଇକି ପଳେଇବି। ବାପା ଆଉ ମୋତେ ଘରେ ରଖିବେନି। ହେ, ତୁ ସିନା ତୋ ବାପାକୁ କହିକି ଆସିଥାନ୍ତୁ। ବାପାକୁ ନ କହିକି ବଣଭୋଜି ପାଇଁ କାହିଁ ଆସିଲୁ ରେ? ବୋଉଠୁ ତ ପରମିଶନ ଆଣିଥିଲି। ତୋ ବୋଉ କ'ଣ ତୋ ବାପାକୁ କହିନି ରେ? ନାଇଁ ନାଇଁ ଦାଦା, ବାପାଙ୍କ ରାଗ ଆଗରେ ବୋଉର କଥା କହିବାର ସାହସ ନାହିଁ। କି ବାପା କରିଛୁ ରେ? ହଉ ଆ ଖା, ତତେ ମୁଁ ନେଇକି ତମ ଘରେ ଛାଡ଼ିକି ଆସିବି। ଦେଖିବି ତୋ ବାପା କ'ଣ କରିବ। ସତ କହୁଛଟି ଦାଦା? ହଁ ରେ, ଖା, ତାପରେ ଦେଖିବା। ଓକେ ଦାଦା। ଯେତେ ଯାହା ହଉ ଆମ ବଗୁଲା ଇଂଲିଶ କହିବା ଛାଡ଼ିବନି ଅଜା।